ଏକାଥରେ ଆସିଲା 52,000 ଟଙ୍କାର ବିଦ୍ୟୁତ ବିଲ୍। ବିପିଏଲ୍ ହିତାଧିକାରୀ ହେଲେ ବିଦ୍ୟୁତ ବିଲ୍ 52,000 ଟଙ୍କା। ଶୁଣିଲା ବେଳକୁ ମୁଣ୍ଡ ଘୁରେଇ ଯାଉଛି। କେମିତି ଦେବେ ସେ? ସେଇ ଚିନ୍ତାରେ ପରିବାର ଆଉ କିଛି ବାଟ ନ ପାଇ TPS ODL ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଆଗରେ ପିଲା ଛୁଆଙ୍କୁ ଧରି ଧାରଣାରେ ବସିଲେ। ଏଇଭଳି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ସଦର ମେଡିକାଲ କଲୋନୀର ବାସିନ୍ଦା ଚକ୍ରଧର ସୁନାନୀ। 5 ବର୍ଷ ପୂର୍ବରୁ BPL ହିତାଧିକାରୀ ହିସାବରେ ତାଙ୍କ ଘରକୁ ବିଦ୍ୟୁତ ସଂଯୋଗ କରାଯାଇଥିଲା, କିନ୍ତୁ ମାସକୁ ମାସ ବିଲ୍ ଆସି ନଥିଲା। ଇଏ ନେଇ ଚକ୍ରଧର ଯାଇ ଦାୟିତ୍ୱରେ ଥିବା ଇଞ୍ଜିନିୟରଙ୍କୁ କହିଥିଲେ, କିନ୍ତୁ ଇଏ ନେଇ ସେ କୌଣସି ପ୍ରକାର ପଦକ୍ଷେପ ନେଇନଥିଲେ କି କଥାଟିକୁ ଶୁଣି ନଥିଲେ। ଏଇଭଳି ପାଖାପାଖି 5 ବର୍ଷ ଚାଲି ଯାଇଥିଲା। ଶେଷରେ ଅନୁରୋଧ କରିବା ପରେ ତାଙ୍କୁ ଆଧାର କାର୍ଡ଼ କପି ଦାଖଲ କରିବାକୁ କୁହାଯାଇଥିଲା, କିନ୍ତୁ ଏହାପରେ ଯାହା ହେଲା ସେଥିରେ ଚକ୍ରଧର ଓ ତାଙ୍କ ପତ୍ନୀଙ୍କର ହୋସ୍ ଉଡ଼ି ଯାଇଥିଲା। ଏକାଥରକରେ ବିଦ୍ୟୁତ ବିଲ୍ ଆସିଥିଲା 52,000 ଟଙ୍କା। ହେଲେ ଏତେ ଟଙ୍କା ସେ ଆଣିବେ କେଉଁଠୁ? କେମିତି ବାନ୍ଧିବେ ଏତେ ଟଙ୍କା? ଇଏ ନେଇ ଜଣାଇବା ପରେ ବି କିଛି ଶୁଣି ନଥିଲେ ବିଭାଗୀୟ ଯନ୍ତ୍ରୀ। ଟଙ୍କା ଭରିବାକୁ 15 ଦିନର ସମୟ ମାଗିଥିଲେ ବି ମାତ୍ର 3 ଦିନରେ ତାଙ୍କର ଘର ବିଦ୍ୟୁତ ସଂଯୋଗ କାଟି ଦେଇଥିଲେ। ଏଥିରେ ଅତିଷ୍ଠ ହୋଇ ନ୍ୟାୟ ପାଇବାକୁ TPS ODL କନିଷ୍ଠ ଯନ୍ତ୍ରୀଙ୍କର କାର୍ଯ୍ୟାଳୟ ଆଗରେ ପିଲା ଛୁଆଙ୍କୁ ଧରି ଧାରଣା ଦେଇଛନ୍ତି ପୁରା ପରିବାର। ଗୁହାରି ନ ଶୁଣିବା ଯାଏଁ, ଧାରଣାରୁ ନ ଉଠିବା ଯାଏଁ ଜିଦ୍ ଧରିଛନ୍ତି ଚକ୍ରଧର। ତେଣୁ ଏମିତି ଘଟଣା ଘଟିଛି ମାଲକାନଗିରିରେ, ଯେଉଁଥିରେ ଏକାଥରେ ଆସିଛି ତାଙ୍କର 52,000 ଟଙ୍କାର ବିଲ୍। କେମିତି ଦେବେ ସେ ବିଷୟରେ ଚିନ୍ତା କରୁଛନ୍ତି, ଯାହାଫଳରେ ସେ ବସିଛନ୍ତି ଧାରଣାରେ ବିଦ୍ୟୁତ ଅଫିସ ସାମ୍ନାରେ।